ଜୟ ଜଗନ୍ନାଥ ଭାଇ ମାନେ ଆମ ଡିଜେ ନ୍ୟୁଜ୍ ଓଡ଼ିଶା ଚ୍ୟାନେଲକୁ ସ୍ୱାଗତ କରୁଛୁ। ଆଜି ଗୋଟେ ନୂଆ ଭିଡ଼ିଓଟେ ଆପଣଙ୍କ ପାଇଁ ଆଣିଛୁ। ଆଜି ବି ଭିଡ଼ିଓ କରିବାର କାରଣ ହେଉଛି କି ଜଣେ ଫେମସ୍ ୟୁଟ୍ୟୁବର ଭାଇ ତାଙ୍କ ପୋଷ୍ଟରେ ସେ ପକାଇଥିଲେ ଗୋଟେ ଭୋଟିଂ ପକାଇଥିଲେ, ଯେଉଁଟାକି 4ଟା ଡିଜେ ଓନର ମାନଙ୍କର ପକାଇଥିଲେ। ଆଉ କିଏ 4ଟା ଡିଜେ ମଧ୍ୟରୁ କିଏ ଫେମସ୍ ଅଛି ଏ 4 ଡିଜେ ଓନରଙ୍କ ମଧ୍ୟରୁ। ତ ସିଏ ଗୋଟେ ଭୁଲ କରିଥିଲେ ନା, ସେଟା 1 ଡେ ନ ହେବା ପୂର୍ବରୁ କିମ୍ବା 24 ଘଣ୍ଟା ନ ହେବା ପୂର୍ବରୁ ସେ 16-17 ଘଣ୍ଟା ଭିତରେ ତାଙ୍କ ଇନଷ୍ଟାଗ୍ରାମ ଚ୍ୟାନେଲରେ ସେ ତାର ରେଜଲ୍ଟ ଜଣେଇଥିଲେ, ଶୁଣେଇଥିଲେ, ଯେଉଁଟାକି ପର୍ଯ୍ୟାପ୍ତ ଭୋଟ ହେଇନଥିଲା। 24 ଘଣ୍ଟା ପରେ ଆକ୍ଚୁଆଲି ଜଣେଇବା କଥା ଫଳାଫଳଟା, ସିଏ ଯିଏ ବି 1 ନମ୍ବରର କିମ୍ବା ଯିଏ ଯେତିକି ପରସେଣ୍ଟ ଭୋଟ ପାଇଥାଉ ନା କାହିଁକି। ତ ଆପଣ ଦେଖିପାରୁଥିବେ, ମୁଁ ତ ଆପଣଙ୍କୁ ଚ୍ୟାନେଲ ନାଁ କହୁନାହିଁ କିମ୍ବା ସେ ଚ୍ୟାନେଲର ଓନରଙ୍କ ନାଁ ବି କହୁନାହିଁ। ସେଥିରେ 4 ଜଣ ଓନର ଥିଲେ, ଡିଜେ ଓନର। ଆପଣମାନଙ୍କୁ ଦେଖେଇଦେବି ମୋବାଇଲ ସ୍କ୍ରିନରେ, ଯେଉଁଟାକି 16-17 ଘଣ୍ଟା ହେଇଥିଲା। ଦେଖିପାରୁଥିବେ ଆପଣ, ଏଇଠି ଦେଖାଯାଉଥିବ। ଆଉ ତାପରେ ଏଠି 4 ଜଣ ଡିଜେ ଓନର ବି ଅଛନ୍ତି। ଯେଉଁଟାକି ପ୍ରଥମ ଡିଜେ ଓନର ଯେଉଁ ଅଛନ୍ତି, ଯେଉଁ ଭାଇ, ସେ 40% ପାଇଥିଲେ। ସେକେଣ୍ଡରେ ଯେଉଁ ସିରିଆଲ ଯେଉଁ ଭାଇ ଅଛନ୍ତି, ସେ 41% ପାଇଥିଲେ। ଥାର୍ଡରେ ଯିଏ ଅଛନ୍ତି ସେ 7% ପାଇଥିଲେ। ଆଉ ଫୋର୍ଥରେ ଯେଉଁ ଯିଏ ଆମର ଅଛନ୍ତି ଡିଜେ ଓନର ଭାଇ, ସିଏ ପାଇଥିଲେ 11% ପାଇଥିଲେ। ତ ବର୍ତ୍ତମାନ ମୁଁ ଆଉ ଗୋଟେ ସ୍କ୍ରିନରେ ରଖିଛି ସ୍କ୍ରିନଶଟ୍ ମାରିକି, ଯେଉଁଟାକି ଆମର 24 ଘଣ୍ଟାର, ପୁରା 24 ଘଣ୍ଟାର ହିଁ ରଖିଛି। ଏଇଟା 17 ଘଣ୍ଟା, ମାନେ ଆହୁରି 7 ଘଣ୍ଟା ଡିଫରେନ୍ସର ମୁଁ ଗୋଟେ ସ୍କ୍ରିନଶଟ୍ ରଖିଛି, ଆପଣମାନଙ୍କୁ ଦେଖେଇବି। ସେଇ ସେମ୍ ପୋଷ୍ଟ କେବଳ 1 ଡେରେ, ମାନେ 24 ଘଣ୍ଟା ହେବା ପରେ ମୁଁ ଏଇ ପୋଷ୍ଟଟା ଦେଖାଉଛି ପବ୍ଲିକକୁ। 24 ଘଣ୍ଟା ପରେ ଆକ୍ଚୁଆଲ ରେଜଲ୍ଟଟା କ'ଣ ଥିଲା, କାହାର ବେଶୀ ଥିଲା, କାହାର କମ୍ ଥିଲା, କିଏ କେତେ ପରସେଣ୍ଟ ପାଇଥିଲା, ସେଇଟା ମୁଁ ଆପଣଙ୍କୁ ଦେଖାଉଛି। ଯେଉଁଟାକି ପ୍ରଥମ ଯିଏ ସିରିଆଲ ଅଛନ୍ତି ସିଏ 43 ଥିଲେ, ଦ୍ୱିତୀୟରେ ଯିଏ ଅଛନ୍ତି ସିଏ 38% ପାଇଥିଲେ, ଆଉ ତୃତୀୟରେ ଯିଏ ଅଛନ୍ତି ସିଏ 7% ପାଇଥିଲେ, ଆଉ ଚତୁର୍ଥରେ ଯିଏ ଅଛନ୍ତି ସିଏ ସେଇ 11% ପାଇଛନ୍ତି। ତାଙ୍କର ବଢ଼ି ନାହିଁ, କିଛି ନାହିଁ। ତ ସେଇ 24 ଘଣ୍ଟା ରେଜଲ୍ଟ ବର୍ତ୍ତମାନ ମୁଁ ଆପଣଙ୍କୁ ଦେଖେଇଲି। ଆଉ ଆପଣ ସେ ବି ଓନର, ସେଇ ଚ୍ୟାନେଲର ଯିଏ ଓନର ଅଛନ୍ତି, ମୁଁ ତାଙ୍କୁ ବି ଅନୁରୋଧ କରିବି କି ସିଏ ଆଉ ଥରେ ଇନଷ୍ଟାଗ୍ରାମରେ ଏଇ 24 ଘଣ୍ଟା ରେଜଲ୍ଟର ଆଉ ଗୋଟେ ପୋଷ୍ଟ ସେ ନିଜେ ବନାନ୍ତୁ, ଆଉ ପୋଷ୍ଟ କରନ୍ତୁ। ଏଇଟା ହେଉଛି ରିଆଲିଟି। ଆଉ ସେଇଟା ଯେଉଁ 16 ଘଣ୍ଟା 17 ଘଣ୍ଟାରେ 2 ଘଣ୍ଟାରେ ପୋଷ୍ଟ କରିବାର କିଛି ମାନେ ନଥାଏ, କାରଣ ଏଟା 24 ଘଣ୍ଟା ପରେ ହିଁ ରେଜଲ୍ଟଟା ଜଣାପଡ଼େ କାହାର କେତେ ଭୋଟ ଆଇଛି। ତ ଅନୁରୋଧ କରିବି ସେଇ ଭାଇଙ୍କୁ ଆଉ ଥରେ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ଆଉ ଥରେ ପକାନ୍ତୁ ସେଇ ରେଜଲ୍ଟଟା, ଯେଉଁଟାକି ପବ୍ଲିକ ଜାଣନ୍ତୁ ଆଉ ରିଆଲିଟି କ'ଣ, ଠିକଟା କ'ଣ ଜାଣନ୍ତୁ। ଆପଣଙ୍କ ପାଇଁ ବିଗ୍ ଅପଡେଟ୍ ଥିଲା କି ଆପଣମାନେ ସମସ୍ତ ସେଇ ଅପଡେଟଟା ପାଇସାରିଥିବେ, ଯେହେତୁ ଡିଜେ ଲଭର୍ସ ହିସାବରେ। ତ SM ଅଡିଓର ସେଲ୍ ହେଇଯାଇଛି, ଯେଉଁଟାକି ପୁରୀ ଡିଷ୍ଟ୍ରିକ୍ଟ ସେ ପଳେଇଛି। ପୁରୁଣା ସେଟଅପ୍ ଯେଉଁଟା ଥିଲା 1.5 ବର୍ଷର ସେଟଅପ୍, ଏବେ ନୂଆ ସେଟଅପ୍ ଆପଣ ଦେଖିପାରିବେ ଗୁରୁଜାଙ୍ଗୁଳି ଗାଁରେ, ତାଳଚେରରେ। ଗଣେଶ ପୂଜା ପ୍ରଥମ କଲ୍ ଅଛି। ଆଉ ବାଘ ତ ସେଲ୍ ହେଇଯାଇଛି, ୟା ପରେ ମହାବଳ ବାଘ ଆସୁଛି। ଆଉ ବାଘ ନାହିଁ, ବାଘ ହେଇକି ରହିବ ନାହିଁ, ସେ ମହାବଳ ବାଘ ହେଇ ଆସୁଛି। ଆଉ ଶେଷ ଥର ପାଇଁ SMକୁ ଦେଖି ଦିଅନ୍ତୁ, ପୁରୁଣା ବାଘକୁ। ରହିଲି, ଜୟ ଜଗନ୍ନାଥ।
समझ रहे हैं ना? उनको जाके कोई बताओ, ये सब जब पैदा हुआ है ना, उनका कोई नामो निशान नहीं था, और हमसे ही कंपटीशन करके बैठे हैं भाई। और रफ्ती भाई, जीतू भाई, guys, 1 2 3 go, hey! କିଛି ବି କାମ କରିବନି।